ବରଗଡ଼ ଜିଲ୍ଲା ରିଆମାଳ ବ୍ଲକ ମହାସିନ୍ଧୁ ଯଜ୍ଞ ବେଦାନ୍ତ ଗୁରୁକୁଲମ ଆଶ୍ରମ ପରିସରରେ ପୂଜ୍ୟଶ୍ରୀ ସ୍ୱାମୀ ଅଭୟଜୀ ବ୍ରହ୍ମଚାରୀଙ୍କ ଆନୁକୂଲ୍ୟ ଓ ପବିତ୍ର ନେତୃତ୍ୱରେ ବିଶ୍ୱଶାନ୍ତି ଲୋକମଙ୍ଗଳ ଓ ସମଗ୍ର ସମାଜର ସୁଖ ସମୃଦ୍ଧି କାମନାରେ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ଭକ୍ତିମୟ ପରିବେଶ ମଧ୍ୟରେ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ମହାଯଜ୍ଞରେ ବେଦ ପାଠକ ଓ ପୁରୋହିତମାନେ ବେଦମନ୍ତ୍ର ଉଚ୍ଚାରଣ ସହ ଯଜ୍ଞକୁଣ୍ଡରେ ଆହୁତି ପ୍ରଦାନ କରିଥିଲେ। ଯଜ୍ଞ ସମୟରେ ସମଗ୍ର ଆଶ୍ରମ ପରିସର ଆଧ୍ୟାତ୍ମିକ ଓ ପବିତ୍ର ପରିବେଶରେ ମୁଗ୍ଧ ହୋଇଯାଇଥିଲା। ବହୁ ସଂଖ୍ୟକ ଭକ୍ତ ଶ୍ରଦ୍ଧାଳୁ ଓ ସ୍ଥାନୀୟ ଲୋକେ ଏହି ମହାଯଜ୍ଞରେ ଯୋଗଦେଇ ଯଜ୍ଞକୁଣ୍ଡରେ ଆହୁତି ଦେଇ ବିଶ୍ୱ ଶାନ୍ତି ଓ ମାନବ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ। ଏହି ଅବସରରେ ପୂଜ୍ୟ ଶ୍ରୀ ସ୍ୱାମୀ ଅଭୟଜୀ ବ୍ରହ୍ମଚାରୀ ତାଙ୍କ ଉପଦେଶରେ କହିଥିଲେ ଯେ ଯଜ୍ଞ ଧ୍ୟାନ ଓ ସତ୍କର୍ମ ମାଧ୍ୟମରେ ମନୁଷ୍ୟ ଜୀବନରେ ଶାନ୍ତି ସମୃଦ୍ଧି ଓ ଆତ୍ମିକ ଉନ୍ନତି ସମ୍ଭବ। ସେ ଏହା ମଧ୍ୟ କହିଥିଲେ ଯେ ଏପରି ଧାର୍ମିକ କାର୍ଯ୍ୟକ୍ରମ ସମାଜରେ ଭାଇଚାରା ଶାନ୍ତି ଓ ଆଧ୍ୟାତ୍ମିକ ଚେତନା ବଢ଼ାଇଥାଏ। ମହାଯଜ୍ଞ ଅବସରରେ ଆଶ୍ରମର ସନ୍ନ୍ୟାସୀ ସେବକ ଓ ସ୍ଥାନୀୟ ଭକ୍ତମାନେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଯଜ୍ଞ ସମାପନ ପରେ ଭକ୍ତମାନଙ୍କୁ ପ୍ରସାଦ ବଣ୍ଟନ କରାଯାଇଥିଲା ଓ ସମସ୍ତଙ୍କ ମଙ୍ଗଳ ରିଆମାଳରୁ ତପସ୍ୱିନୀ ପାତ୍ରଙ୍କ ରିପୋର୍ଟ ବିଚିତ୍ର ଦୁନିଆ।